ଦେଖନ୍ତୁ ବିଜୁ ଜନତା ଦଳର ଗୋଟେ ଦଳୀୟ କାର୍ଯ୍ୟକ୍ରମ ସେ ଦଳୀୟ କାର୍ଯ୍ୟକ୍ରମ ତାଙ୍କ ଦଳକୁ ଠିକଠାକ ରଖିବା ପାଇଁ ବୋଧହୁଏ ସେମାନେ ଚେଷ୍ଟା କରୁଛନ୍ତି। କିନ୍ତୁ କଥା ହେଉଛି ଯେତେବେଳେ ଲୋକଙ୍କ ପାଖକୁ ଯିବେ ଲୋକଙ୍କୁ କହିବେ କ'ଣ? ଦୀର୍ଘ ଦିନ ଧରି ଲୋକ ତାଙ୍କ ଉପରେ ଭରସା ସ୍ଥାପନ କରିଥିଲେ, ଭାବିଥିଲେ ଓଡ଼ିଶାକୁ ସୁଶାସନ ମିଳିବ। କିନ୍ତୁ ଯେଉଁ ପ୍ରକାର ଭାବରେ କୁଶାସନ ମିଳିବା କାରଣରୁ ଓଡ଼ିଶାବାସୀ ତାଙ୍କୁ ଆଜି ସମ୍ପୂର୍ଣ୍ଣ ରୂପରେ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରତ୍ୟାଖ୍ୟାତ ରାଜନୈତିକ ଦଳ ଲୋକଙ୍କ ପାଖକୁ ଯାଇକରି ତାଙ୍କ 24 ବର୍ଷର ହିସାବ ଦେବ ନା 100 ଦିନର ହିସାବ ମାଗିବ? ତେଣୁ ପ୍ରଥମେ 24 ବର୍ଷର ହିସାବ ଦେଉ ଏବଂ ନିଜେ ଆତ୍ମସମୀକ୍ଷା କରୁ। 24 ବର୍ଷ ଭିତରେ ଓଡ଼ିଶା ପାଇଁ କରିଛି କ'ଣ? କାହିଁକି 24 ବର୍ଷ ଭିତରେ ଓଡ଼ିଶା ଦିନକୁ ଦିନ ସବୁ ଦୃଷ୍ଟିରୁ ତଳକୁ ଖସି ଚାଲିଲା, ତାର ଉତ୍ତର କମ୍ ସେ କମ୍ ଲୋକଙ୍କ ପାଖରେ ଯାଇକି ଦେଉ ଏବଂ ଲୋକଙ୍କ ପାଖରେ 24 ବର୍ଷ କରିଥିବା ପାପ ପାଇଁ କ୍ଷମା ପ୍ରାର୍ଥନା କରୁ। ଦେଖନ୍ତୁ, ଭାରତୀୟ ଜନତା ପାର୍ଟି ଗୋଟେ ରାଷ୍ଟ୍ରୀୟ ଦଳ ଏବଂ ଯେତେବେଳେ ନିର୍ବାଚନ ହୁଏ, ଓଡ଼ିଶାରେ ଯେତେବେଳେ ନିର୍ବାଚନ ହୋଇଥିଲା ସେତେବେଳେ ମଧ୍ୟ ବାହାରୁ ଆମ ପଡ଼ୋଶୀ ରାଜ୍ୟର କିଛି କାର୍ଯ୍ୟକର୍ତ୍ତା ଆସିକରି କାମ କରୁଥିଲେ। ଯେତେବେଳେ ଅନ୍ୟ ରାଜ୍ୟରେ ନିର୍ବାଚନ ହୁଏ ପଡ଼ୋଶୀ ରାଜ୍ୟରେ, ସେତେବେଳେ ଆମେ ମଧ୍ୟ ବିଭିନ୍ନ ସମୟରେ ଯାଉ, କାରଣ ଆମମାନଙ୍କ ଭିତରେ ସେ ପ୍ରକାର ସମ୍ପର୍କ ଅଛି। ଆମେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ନିଜକୁ ଗୋଟେ ପରିବାର ବୋଲି ଭାବୁ। ସେ କୌଣସି ପ୍ରଦେଶର ହୁଅନ୍ତୁ, କୌଣସି ଭାଷାର ହୁଅନ୍ତୁ, ସେ ଦୃଷ୍ଟିରୁ ଯେତେବେଳେ ପଡ଼ୋଶୀ ରାଜ୍ୟର ନିର୍ବାଚନ ହେବ ସେ ସମୟରେ ସ୍ୱାଭାବିକ ଆମେ ଗୋଟେ ପଡ଼ୋଶୀ ରାଜ୍ୟର ଭାଇ ହିସାବରେ ନିଶ୍ଚିତ ଆମେ ସେ ଜାଗାରେ ସହଯୋଗ କରିବୁ, ସମର୍ଥନ କରିବୁ ଏବଂ ପୁରା ପରିଶ୍ରମ ମଧ୍ୟ କରିବୁ ସରକାର ଆଣିବା ପାଇଁ। ମୁଖ୍ୟମନ୍ତ୍ରୀଙ୍କର ଗସ୍ତ ସେଠି ଯେଉଁ ପ୍ରକାର ମୁଖ୍ୟମନ୍ତ୍ରୀ କେତେ ପ୍ରଭାବ ପକାଇବ ସେଠି ମୋହନ ମାଝୀ? ଦେଖନ୍ତୁ, ଝାଡ଼ଖଣ୍ଡ ଓଡ଼ିଶାର ଲମ୍ବା ଏରିଆକୁ ଲାଗିଥିବା ଗୋଟେ ପଡ଼ୋଶୀ ରାଜ୍ୟ, ଯେଉଁ ରାଜ୍ୟରେ ବହୁତ ଓଡ଼ିଆ ଭାଷାଭାଷୀ ଭୋଟର ମଧ୍ୟ ଅଛନ୍ତି। ସେ ଓଡ଼ିଆ ଭାଷାଭାଷୀ ଭୋଟର ନିଶ୍ଚିତ ଭାବରେ ଓଡ଼ିଶାରେ ସରକାର ଆସିଥିବା କାରଣରୁ ଖୁସି ଅଛନ୍ତି, ଉତ୍ସାହୀ ଅଛନ୍ତି ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ତାଙ୍କୁ ଯେତେବେଳେ ଅପିଲ କରୁଛନ୍ତି, ନିଶ୍ଚିତ ଭାବରେ ଯେଉଁ ଓଡ଼ିଆ ଭୋଟରମାନେ ଅଛନ୍ତି ସମସ୍ତେ ଏକତରଫା ଭାବେ ଭାରତୀୟ ଜନତା ପାର୍ଟିକୁ ଝାଡ଼ଖଣ୍ଡରେ ସମର୍ଥନ କରିବେ।